ପିଲାମାନେ ଆଜି ଆଉ ଗୋଟିଏ ସୁନ୍ଦର ଶିକ୍ଷଣୀୟ କାହାଣୀ ଶୁଣିବା। କାହାଣୀଟିର ନାଁ ହେଲା ରାଜାଙ୍କ ଦାନ। ଜଣେ ରାଜା ଥିଲେ, ଖୁବ୍ ଉଦାର ଏବଂ ଦୟାଳୁ ସ୍ୱଭାବର ତାଙ୍କର ସ୍ୱଭାବ ଥିଲା। ସବୁ ପ୍ରଜାଏ କିପରି ସୁଖରେ ରହିବେ, ମଙ୍ଗଳରେ ରହିବେ, କାହାରି କିଛି ଅସୁବିଧା ହେବ ନାହିଁ, କାହାର ଅଭିଯୋଗ ରହିବ ନାହିଁ, ଏହା ହିଁ ଥିଲା ତାଙ୍କର ଚିନ୍ତା ଆଉ ଚେତନା। ଲୋକଙ୍କ ଅବସ୍ଥା ନିଜେ ଦେଖିବା ପାଇଁ ସେ ଛଦ୍ମବେଶରେ ରାଜ୍ୟ ଭିତରେ ବୁଲୁଥିଲେ। ଦିନେ ଛଦ୍ମବେଶରେ ବୁଲୁଥିଲା ବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଆଖିରେ ପଡ଼ିଲା। ଚଷାଟିଏ ତା ବିଲରେ ହଳ କରୁଥିଲା, କିନ୍ତୁ ହଳକୁ ବଳଦ ପରିବର୍ତ୍ତେ ତାର ସ୍ତ୍ରୀ ଟାଣୁଥିଲା। ରାଜା ଏହା ଦେଖି ରାଗରେ ଉତ୍ତ୍ୟକ୍ତ ହୋଇଗଲେ। ସେ ନିଜକୁ ସମ୍ଭାଳି ନ ପାରି ଲୋକଟି ଆଡ଼କୁ ଅନାଇ ପାଟି କରିବାକୁ ଲାଗିଲେ, ତୁମେ ଏ କ'ଣ କରୁଛ? ତୁମର କ'ଣ ବଳଦ ନାହାନ୍ତି? ତୁମେ ଜଣେ ସ୍ତ୍ରୀ ଲୋକକୁ ହଳ ଟଣାଉଛ? ସେ ମୋ ସ୍ତ୍ରୀ, ଲୋକଟି ଶାନ୍ତ ଭାବରେ ଉତ୍ତର ଦେଲା। ରାଜା ଆହୁରି ରାଗିଯାଇ କହିଲେ, ତୁମେ ତମ ସ୍ତ୍ରୀକୁ କ'ଣ ବୋଲି ପାଇଛ? ସେ କ'ଣ ଗୋଟେ ଭାରବାହୀ ପଶୁ? ଲୋକଟି କହିଲା, ତୁମେ ବଡ଼ ବଡ଼ିଆମାନେ ସେଇଭଳି କହିବା ଖୁବ୍ ସହଜ। ତୁମମାନଙ୍କର ଗାଡ଼ି ଘୋଡ଼ା ସବୁକିଛି ଅଛି। ଅଭାବ ମଣିଷ କ'ଣ କରେ ତୁମେମାନେ ଜାଣନା। ମୁଁ ହେଲି ଗରିବ ଲୋକ। ମୁଁ ପେଟକୁ ମୁଠାଏ ଖାଇବା ପାଇଁ ଅଭାବରେ ପଡ଼ି ମୋର ବଳଦକୁ ବିକ୍ରି କରିଦେଇଛି। ତେଣୁ ମୋ ସ୍ତ୍ରୀ ମୋର ବଳଦ କାମ ଚଳାଉଛି। ସେ ତ ଏଇ କାମ କରିବାରେ କୌଣସି ଅଭିଯୋଗ କରୁନାହିଁ। ଲୋକଟିର ଏ ଉତ୍ତର ରାଜାଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ। ସେ ଦୃଢ଼ କଣ୍ଠରେ କହିଲେ, ନା, ଏକଥା ମୁଁ ସହିପାରିବି ନାହିଁ। ତୁମେ ଯେତେ ଯୁକ୍ତି ବାଢ଼ନା କାହିଁକି, ଯୁକ୍ତି କରନା କାହିଁକି, ଜଣେ ସ୍ତ୍ରୀ ଲୋକକୁ ନେଇ ହଳ ଟଣାଇବା ଅମାନୁଷିକ କାମ ଅଟେ। ବଳଦଟାଏ କିଣିଦେଲା ଭଳି ମୁଁ ତୁମକୁ ଯଥେଷ୍ଟ ଟଙ୍କା ଦେବି, କିନ୍ତୁ ତୁମେ ସଙ୍ଗେ ସଙ୍ଗେ ତୁମ ସ୍ତ୍ରୀକୁ ହଳ ଟଣାରୁ ଖଲାସ କର। ଏଥର ସେ ଲୋକଟି ରାଗିଯାଇ କହିଲା, ମୋତେ ଏମିତି ହୁକୁମ ଦେବାକୁ ତୁମେ କିଏ ହୋ? ମୁଁ କିଆଁ ତୁମ ଟଙ୍କା ନେବି? ମୁଁ ଭିକାରୀ ନୁହେଁ। ମୁଁ ପରିଶ୍ରମ କରିବି। ମୋ ପରିଶ୍ରମର ଉପାର୍ଜନ ଧନରେ ମୁଁ ଚଳିବି। ରାଜା ଏଥର କଣ୍ଠ ନରମ କରି କହିଲେ, ତୁମେ ଆଗେ ମୋ ଭଉଣୀକୁ ହଳରୁ ଛାଡ଼ିଦିଅ। ଲୋକଟି ଥଟ୍ଟାଳିଆ ଭାବରେ କହିଲା, ଓ, ଇଏ ତୁମ ଭଉଣୀ ପରା। ତୁମେ ତୁମ ଭଉଣୀ ଜାଗାରେ ତୁମେ ଆସିକି ହଳ ଟାଣୁନ, ଯଦି ଭଉଣୀ ପ୍ରତି ଏତେ ଦରଦ। ରାଜା ସଙ୍ଗେ ସଙ୍ଗେ ରାଜି ହୋଇଗଲେ। ଲୋକଟି ନିରୁପାୟ ହୋଇ ତା ସ୍ତ୍ରୀକୁ ହଳରୁ ମୁକୁଳାଇ ରଜାଙ୍କୁ ସେଥିରେ ଲଗାଇଲା। କିନ୍ତୁ ରାଜା ଏଇଭଳି କାମ ଜୀବନରେ କରିନଥିଲେ। ତେଣୁ ତାଙ୍କ ଅପାରଗତା ଯୋଗୁଁ ଅଧାଅଧି ବିଲରେ ଭଲ ଭାବରେ ହଳ ହେଲା ଏବଂ ଆଉ ଅଧା ବିଲ ସେଇଭଳି ରହିଗଲା। ଯେତେବେଳେ ଫସଲ ହେଲା, ସେତେବେଳେ ଅଧେ ବିଲରେ ଭଲ ଫସଲ ଫଳିଲା ଏବଂ ଅଧେ ବିଲ ଚାଷ ହୋଇନଥିବାରୁ ଫସଲ ଫଳିଲା ନାହିଁ। କିନ୍ତୁ ଚଷାଟି ତା ସ୍ତ୍ରୀକୁ କହିଲା, ଦେଖିଲୁ ତୋ ଭାଇର କାମ। ସେ ବଳ ଟଣାଇ ଜୋରରେ ହଳ ଲଗାଇକି ନ ଟାଣିବାରୁ ଅଧେ ବିଲ ପଡ଼ିଆ ମୋର ପଡ଼ିଲା। ଫଳରେ ଚାଷ ଭଲ ହେଲା ନାହିଁ କି ଫସଲ ଫଳିଲା ନାହିଁ। କିନ୍ତୁ ଯେତେବେଳେ ଏଇ ଯେଉଁ ଜମିରୁ ଫସଲ ନେଇ କଟା ହେଇ ଅମଳ କରିବାର ଦେଖାଗଲା, ଯେଉଁ ଜମି ଅଧାକରେ ରାଜା ହଳ ଟାଣିଥିଲେ, ସେଥିରେ ଶସ୍ୟ ଦାନା ବଦଳରେ ଖାଲି ମୁକ୍ତା ଫଳିଛି। ଚଷାର ସ୍ତ୍ରୀ କହିଲା, ଦେଖିଲ ମୋ ଭାଇ କେମିତି ମୁକ୍ତା ଫଳାଇଛି। ତାର ଆନନ୍ଦର ସୀମା ରହିଲା ନାହିଁ। କିନ୍ତୁ ଚଷା ବଡ଼ ଗମ୍ଭୀର ହୋଇ କହିଲା, ତୋ ଭାଇ ବୋଧେ ଯାଦୁବିଦ୍ୟା ଜାଣେ। ଏଇ ମୁକ୍ତା ଦାନ ଉପରେ ଆମର ଏଇ ଯେଉଁ ମୁକ୍ତା ଫଳିଛି, ସେଇ ଶସ୍ୟ ଉପରେ ଆମର କିଛି ଅଧିକାର ନାହିଁ। ଯେହେତୁ ସେ ଚାଷ କରିଥିଲେ, ଆମେ ତ ଦେଖିଲେ ସେ ପଡ଼ିଆ ପଡ଼ିଥିଲା, ହଠାତ୍ ତା ଦେହରେ ମୁକ୍ତା କିଭଳି ଫଳିଲା। ତେଣୁ ସେ ନିଜ ଆଖିକୁ ବି ବିଶ୍ୱାସ କରିପାରିଲେ ନାହିଁ। କିନ୍ତୁ ଯେହେତୁ ପ୍ରକୃତରେ ଦେଖିଲେ ଏଇ ଜାଗାରେ ଶସ୍ୟ ବଦଳରେ ମୁକ୍ତା ଫଳିଛି, ତେଣୁ ସେ ତାଙ୍କର ନୁହେଁ ବୋଲି ତାଙ୍କ ସ୍ତ୍ରୀକୁ କହିଲେ, ଯିଏ ଏଇସବୁ ଉପୁଜାଇଛି, ଏଇସବୁ ତାହାର। ଏସବୁ ନେଇ ତା ପାଖରେ ପହଞ୍ଚାଇ ଦେବାକୁ ପଡ଼ିବ। ସ୍ତ୍ରୀ କହିଲା, କେମିତି? ତୁମେ ତ ସେ ଲୋକଟିର ନାମ ମଧ୍ୟ ଜାଣିନାହଁ। କାରଣ ରାଜା ଛଦ୍ମବେଶରେ ଆସିଥିଲେ, ସେ ଦେଶର ରାଜା ବୋଲି ଚିହ୍ନି ନଥିଲେ।
ତେଣୁ ସେ କାହାକୁ ଦେବେ ବୋଲି ଏଇ କଥା ତାଙ୍କ ମୁଣ୍ଡରେ ଭାବିବାକୁ ଲାଗିଲେ। ଯାହା ହେଲେ ବି ଆମେ ଏସବୁ ରଖିପାରିବା ନାହିଁ, ଏସବୁ ଆମର ନୁହେଁ, ମୁଁ ଏସବୁ ରାଜାଙ୍କ ପାଖକୁ ନେଇଯିବି, ଚଷାଟି କହିଲେ ଯେତେବେଳେ ଯାହାର ଯେଉଁ ସମସ୍ୟା ଆସେ ରାଜାଙ୍କ ପାଖରେ ଯାଇକି ପହଞ୍ଚନ୍ତି। ତେଣୁ ସେ ଯେତେବେଳେ ନ ଜାଣିଛନ୍ତି କିଏ ପ୍ରକୃତରେ ତାଙ୍କୁ ସାହାଯ୍ୟ କରିଥିଲା, ତେଣୁ ରାଜାଙ୍କ ପାଖରେ ନେଇ ପହଞ୍ଚାଇଲେ। ରାଜା ଏହାକୁ ଡୁଙ୍ଗୁରା ବାଡ଼େଇ ତାଙ୍କର ସୈନ୍ୟ ସାମନ୍ତଙ୍କ ଦ୍ୱାରା ଜାଣିପାରିବେ। ତେଣୁ ସେ ସେଇ କାମଟି କଲେ। ମୁକ୍ତାତକ ବନ୍ଧାବନ୍ଧି କରି ଚଷା ଆଉ ତା ସ୍ତ୍ରୀ ରାଜାଙ୍କ ନଅରରେ ଯାଇ ପହଞ୍ଚିଲେ। ରାଜା ସେତେବେଳେ ମନ୍ତ୍ରୀ ଆଉ ଅମାତ୍ୟମାନଙ୍କ ଗହଣରେ ଦରବାରରେ ବସିଥିଲେ। ଚଷା ଓ ତା ସ୍ତ୍ରୀ ସିଧା ରାଜାଙ୍କ ଆଗକୁ ଯାଇ ଜୁହାର କଲେ। ତାପରେ ରାଜାଙ୍କ ମୁହଁକୁ ଅନାଇ ଛାମୁ ବୋଲି ସମ୍ବୋଧନ କରି ତାପରେ ସେମାନେ ଆଉ କିଛି କହିପାରିଲେ ନାହିଁ। କାରଣ ସେମାନେ ଚିହ୍ନି ପାରିଲେ ଯେ ଛାମୁ ସ୍ୱୟଂ ହେଲେ ସେଇ ହଳ ଟାଣିଥିବା ଲୋକ। କାରଣ ସେ ଲୋକ ଯିଏ ତାଙ୍କ ପାଇଁ ହଳ ଟାଣିଥିଲା ସେ ଭଲ ଭାବରେ ତାଙ୍କୁ ସେତେବେଳେ ଲକ୍ଷ୍ୟ କରିଥିଲେ। ଚଷାଟିର ପାଟି ଖନି ବାଜିଗଲା। ସେ କୌଣସି ପ୍ରକାରେ କହିଲା, ମୁଁ କଲି କ'ଣ? ମୁଁ ରାଜାଙ୍କୁ ବଳଦ ବନାଇ ହଳ ଟଣାଇଛି। ମୋତେ କ'ଣ ରାଜା କେବେ କ୍ଷମା କରିବେ? ସେ ଆଣ୍ଠୁମାଡ଼ି ବସି କହିଲା, ମଣିମା, ମୋତେ କ୍ଷମା କରନ୍ତୁ। ମୁଁ ବିରାଟ ଅପରାଧ କରିଛି। ମୁଁ ଆପଣଙ୍କୁ ଚିହ୍ନି ପାରିନାହିଁ, ଅଥଚ ମୋ ବିଲରେ ଆପଣଙ୍କୁ ହଳ କରାଇଛି। କେତେ ବଡ଼ ଭୁଲଟେ ମୁଁ କରିଛି। ରାଜା ମଧ୍ୟ ସେତେବେଳକୁ ସେମାନଙ୍କୁ ବି ଚିହ୍ନି ପକାଇଥିଲେ। ସେ ମୃଦୁ ମୃଦୁ ହସି କହିଲେ, ତୁମର କ୍ଷମା ମାଗିବାର କ'ଣ ଅଛି? ମୋ ଗରିବ ପ୍ରଜାଙ୍କର ସମସ୍ୟା ଅନୁଭବ କରିବା ସକାଶେ ତୁମେ ମୋତେ ଗୋଟିଏ ସୁଯୋଗ ଦେଇଛ। ତେଣୁ ମୁଁ ତୁମ ପାଖରେ ଋଣୀ। ମୁଁ ତୁମକୁ ସାହାଯ୍ୟ କରିପାରି ଖୁବ୍ ଆନନ୍ଦ ଅନୁଭବ କରିଛି। ଲୋକଟି ମୁକ୍ତାତକ ରାଜାଙ୍କ ପାଦ ତଳେ ଥୋଇ କହିଲା, ମଣିମା, ଜମିର ଯେଉଁ ଅଂଶରେ ଆପଣ ହଳ ଟାଣିଥିଲେ ସେହି ଅଂଶରେ ମୁକ୍ତା ଫଳିଛି। ଏଇସବୁ ଆମର ହୋଇପାରେ ନା। ଆପଣଙ୍କ ପରିଶ୍ରମର ଫଳ ଇଏ। ତେଣୁ ଆପଣ ଏହାକୁ ଗ୍ରହଣ କରନ୍ତୁ। ରାଜା କିନ୍ତୁ ସେସବୁ ଗ୍ରହଣ ନ କରି କହିଲେ, ତୁମ ବିଲରେ ତୁମ କଠିନ ପରିଶ୍ରମର ପୁରସ୍କାର ସ୍ୱରୂପ ମୁକ୍ତା ଫଳିଛି। ସେଇ ସବୁ ତୁମର ଅଟେ। କିନ୍ତୁ ଲୋକଟି ତଥାପି ମୁକ୍ତାତକ ଫେରାଇ ନେବାକୁ ରାଜି ହେଲା ନାହିଁ। ସେ କହିଲା, ଯେଉଁ ନିଷ୍ଠୁର ପ୍ରଣାଳୀରେ ମୁଁ ଜମି ଚାଷ କରୁଥିଲି ସେଥିରେ ଏହା ଫଳି ନଥାନ୍ତା। ଏଇସବୁ କେବଳ ଆପଣଙ୍କ ମହା ଅନୁଭବର ମମତା ଆଉ ଦରଦ ଯୋଗୁଁ ସମ୍ଭବ ହୋଇଛି। ରାଜା ମୁକ୍ତା ଥଳିଟି ଉଠାଇ ନେଇ ଚାଷୀଙ୍କଠାରୁ ସେ ତାଙ୍କ ସ୍ତ୍ରୀଙ୍କ ପାଖକୁ ହାତ ବଢ଼ାଇ ଦେଲେ ଏବଂ କହିଲେ, ମୁଁ ତୁମକୁ ମୋ ଭଉଣୀ ବୋଲି କହିଥିଲି। ଭଉଣୀ ପ୍ରତି ଭାଇର ଏଇ ଉପହାର ନିଶ୍ଚୟ ଗ୍ରହଣ କର। ଏଥର ଲୋକଟି ଓ ତାର ସ୍ତ୍ରୀ ମୁକ୍ତା ଥଳି ନେବାକୁ ଆପତ୍ତି କରିପାରିଲେ ନାହିଁ। କାରଣ ସେ ଦେଖିଲେ ଯେ ରାଜା ତାଙ୍କୁ ଭଉଣୀ ବୋଲି ସମ୍ବୋଧନ କରି ସ୍ନେହ ଆଉ ଆଦରରେ ଏ ଜିନିଷଟି ତାଙ୍କ ହାତକୁ ଧରାଉଛନ୍ତି। ତେଣୁ ସେ ଆଉ ମନା କରିପାରିଲେ ନାହିଁ। ପ୍ରକୃତରେ ଏଇଭଳି ରାଜା ଯଦି ଦେଶରେ ଶାସନ କରନ୍ତି ତାହେଲେ ପ୍ରଜାମାନଙ୍କର ଦୁଃଖ ଆଦୌ ରହିବ ନାହିଁ ଏବଂ ସବୁ ଲୋକ ପରିଶ୍ରମୀ ହେବେ, କଷ୍ଟ ସହିଷ୍ଣୁ ହେବେ ଏବଂ ନିଜର ମନ ଆଉ ହୃଦୟକୁ ସମର୍ପଣ ଭାବରେ ସମସ୍ତଙ୍କ ପାଖରେ ନିଜକୁ ଆଦୃତ କରାଇ ପାରିବେ। କାହାଣୀଟି ଏଇଠି ରଖୁଛି। ରହିଲି। ଧନ୍ୟବାଦ।